ଭାରତର ଧର୍ମୀୟ ଭାବଧାରାରେ ଈଶ୍ୱରଙ୍କୁ ସ୍ୱୀକାର କରିବା ବା ନ କରିବା ସମ୍ପର୍କରେ ସର୍ବଦା ତର୍କ ଏବଂ ବିଶ୍ୱାସ ଭିତରେ ଛକାପଞ୍ଝା ଲାଗି ରହିଛି। ଆସ୍ତିକ ଏବଂ ନାସ୍ତିକ ଉଭୟ ନିଜ ତର୍କରେ ଦୃଢ଼ତା ଦେଖାଇଛନ୍ତି। ଅଧିକାଂଶ ମନୁଷ୍ୟ ଆସ୍ତିକ ବା ଈଶ୍ୱର ବିଶ୍ୱାସୀ ଥିବାବେଳେ କିଛି ଲୋକ ଈଶ୍ୱରଙ୍କୁ ଅସ୍ୱୀକାର କରିଛନ୍ତି। ସେମାନଙ୍କ ଦୃଷ୍ଟିକୋଣକୁ ଚାର୍ବାକ ଦର୍ଶନ କୁହାଯାଏ। ସେମାନଙ୍କୁ ଅନ୍ୟମାନେ ବିଳାସୀ ଭୋଗୀ କୁହନ୍ତି। ଆସ୍ତିକମାନଙ୍କ ନଜରରେ ସେମାନେ ବହୁତ ଖରାପ। କ'ଣ ସତରେ ନାସ୍ତିକ ଚିନ୍ତାଧାରା ଖରାପ? କ'ଣ ରହିଛି ଚାର୍ବାକ ଦର୍ଶନରେ? କିଏ ଏହି ଚାର୍ବାକ? ଆଜିର ଭିଡ଼ିଓରେ ଜାଣିବା ଚାର୍ବାକ ଦର୍ଶନ କ'ଣ ଏବଂ ସେଥିରେ ଏମିତି କ'ଣ ରହିଛି ଯାହାକୁ ବୌଦ୍ଧ, ଜୈନ ଏବଂ ବ୍ରାହ୍ମଣ ସମାଜ ଅସ୍ୱୀକାର କରନ୍ତି, ବିରୋଧ କରନ୍ତି। ଜୟ ପତିତପାବନ ଜଗନ୍ନାଥ, ଜୟ ସନାତନ। ଆପଣ ଦେଖୁଛନ୍ତି ଚାର୍ବାକ କିଏ? ଅନେକ ଲୋକ ଚାର୍ବାକ କ'ଣ ଜାଣିନଥିବେ। ଯିଏ ବି ଜାଣିଥିବେ ସେମାନେ ଭାବୁଥିବେ ଚାର୍ବାକ ଜଣେ ବ୍ୟକ୍ତି, କିନ୍ତୁ ପ୍ରକୃତରେ ଚାର୍ବାକ ଜଣେ ବ୍ୟକ୍ତିବିଶେଷଙ୍କ ନାମ ନୁହେଁ। ଚାର୍ବାକ ତାଙ୍କୁ କୁହାଯାଏ ଯେଉଁମାନେ ଚାର୍ବାକ ଦର୍ଶନକୁ ମାନନ୍ତି। ଚାର୍ବାକ ଦର୍ଶନ କ'ଣ? ଚାର୍ବାକ ଦର୍ଶନ ଏକ ଭୌତିକ ଦର୍ଶନ। ଏହି ଦର୍ଶନ ବେଦ ଏବଂ ଉପନିଷଦରେ ବର୍ଣ୍ଣିତ ଆତ୍ମାକୁ ମାନେ ନାହିଁ। ଏହି ଦର୍ଶନ କୁହେ ଶରୀର ହିଁ ଚେତନାର କାରଣ। ଶରୀର ନାହିଁ ମାନେ ଚେତନା ମଧ୍ୟ ନାହିଁ। ଏମାନେ ଚେତନା ବା ଆତ୍ମାର ସ୍ୱତନ୍ତ୍ର ସ୍ୱରୂପ ବା ଅସ୍ତିତ୍ୱକୁ ମାନନ୍ତି ନାହିଁ। ଏହି ଦର୍ଶନ ଅନୁସାରେ ମୃତ୍ୟୁ ପରେ କେହି କୁଆଡ଼େ ଯାଆନ୍ତି ନାହିଁ। କୌଣସି ପରଲୋକ କିମ୍ବା ଅନ୍ୟ ଦୁନିଆ ନାହିଁ। ଏହି ଶରୀରରେ ଚେତନା ରହିଥାଏ ଏବଂ ଯେତେବେଳେ ଶରୀର ମରିଯାଏ ସେତେବେଳେ ଚେତନା ମଧ୍ୟ ମରିଯାଏ। ସେଥିପାଇଁ ଚାର୍ବାକ ଦର୍ଶନ ଅନୁସାରେ ଆମକୁ ଏମିତି କାର୍ଯ୍ୟ କରିବା ଉଚିତ ନୁହେଁ ଯାହାର ଲାଭ ଆମକୁ ମୃତ୍ୟୁ ପରେ ମିଳିଥାଏ, ଯେପରି ଧାର୍ମିକ କାର୍ଯ୍ୟ। ସେମାନେ ଧାର୍ମିକ କାର୍ଯ୍ୟର ବିରୋଧୀ ହୋଇଥାନ୍ତି। ସେମାନଙ୍କ କହିବା କଥା ହେଲା, ଯଦି ଆମେ ମୃତ୍ୟୁ ପରେ ରହିବା ନାହିଁ, ଅନ୍ୟ କୌଣସି ଦୁନିଆକୁ ଯିବାର ନାହିଁ, କେବଳ ଶରୀର ସତ୍ୟ ଏବଂ ଶରୀରର ବିନାଶରେ ଚେତନାର ବିନାଶ ହୋଇଯାଏ, ତେବେ ଆମକୁ ଲାଭ କିପରି ମିଳିବ? ସେଥିପାଇଁ ଚାର୍ବାକ ଦର୍ଶନ ଧର୍ମ ଏବଂ ଧର୍ମୀୟ କାର୍ଯ୍ୟକୁ ଭଣ୍ଡାମି ବୋଲି କୁହନ୍ତି। ଆତ୍ମାକୁ ଅସ୍ୱୀକାର କରିବା ଆଜିର କଥା ନୁହେଁ। ଅନେକ ଉପନିଷଦରେ ଏହା ବର୍ଣ୍ଣିତ ରହିଛି କିପରି ନାସ୍ତିକମାନେ ମୁନି ଋଷିମାନଙ୍କ ସହିତ ଆତ୍ମାର ଅସ୍ତିତ୍ୱକୁ ନେଇ ତର୍କ କରିଛନ୍ତି। ଚାର୍ବାକ ଦର୍ଶନ କଥା ଯଦି କହିବା, କିଛି ବିଦ୍ୱାନ କୁହନ୍ତି ଏହି ଭୌତିକ ଦର୍ଶନ କୌଣସି ରାଜା ହିଁ ଦେଇଥିବେ, କାରଣ ରାଜାମାନେ ସୁଖରେ ଭୋଗବିଳାସରେ ବୁଡ଼ି ରହୁଥିଲେ। ତେଣୁ ହୋଇପାରେ ଏପରି ଦର୍ଶନ କୌଣସି ରାଜା ଦେଇଥିବେ। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଏବଂ ଜୈନ ସମ୍ପ୍ରଦାୟର ଧର୍ମଶାସ୍ତ୍ରରେ ଜଣେ ରାଜା ସମ୍ପର୍କରେ ବର୍ଣ୍ଣିତ ରହିଛି। ସେ ହେଉଛନ୍ତି ରାଜା ପୟାସୀ। ତାଙ୍କୁ ଭୌତିକବାଦର ଜନକ କୁହାଯାଏ। ପୟାସୀ ହେଉଛନ୍ତି ପ୍ରଥମ ରାଜା ଯିଏ ଆତ୍ମାର ଅସ୍ତିତ୍ୱ ନାହିଁ ବୋଲି ଅନେକ ପରୀକ୍ଷା କରିଛନ୍ତି। କିନ୍ତୁ ଏହି ସିଦ୍ଧାନ୍ତ ମଧ୍ୟ ସମ୍ପୂର୍ଣ୍ଣ ପ୍ରାମାଣିକ କୁହାଯାଇ ପାରିବ ନାହିଁ, କାରଣ ଭାରତରେ ଏମିତି ଅନ୍ୟ କୌଣସି ଜଣେ ରାଜା ମିଳିବେ ନାହିଁ ଯିଏ ଧର୍ମୀୟ ଅନୁଷ୍ଠାନ ସହିତ ଜଡ଼ିତ ନଥିବେ। ସେଥିପାଇଁ ଯଦି ରାଜାମାନେ ଅଧିକ ଭୌତିକବାଦୀ ଥାନ୍ତେ, ତେବେ ଅନେକ ରାଜା ଧର୍ମକୁ ବିରୋଧ କରି ଚାର୍ବାକ ଦର୍ଶନକୁ ଆଗକୁ ବଢ଼ାଇଥାନ୍ତେ। କିନ୍ତୁ ଇତିହାସରେ ଏମିତି କୌଣସି ରାଜା ଚାର୍ବାକ ଦର୍ଶନକୁ ଆଗକୁ ନେବାର ଦେଖାଯାଇ ନାହିଁ। ସେଥିପାଇଁ ଚାର୍ବାକ ଦର୍ଶନକୁ କୌଣସି ରାଜା ଦେଇଥିବେ ବୋଲି ସମ୍ପୂର୍ଣ୍ଣ ସ୍ୱୀକାର କରିହେବ ନାହିଁ। ରାଜା ପୟାସୀଙ୍କୁ ଭାରତର ଭୌତିକବାଦର ଜନକ କାହିଁକି କୁହାଯାଏ, ସେଥିପାଇଁ ଏକ କଥା ରହିଛି, ଯାହାକୁ ସମରାଦିତ୍ୟ କଥା କୁହାଯାଏ। ଜଣେ ଜୈନ ଭିକ୍ଷୁ ହରିଭଦ୍ର ତାଙ୍କ ନିଜ ରଚନାରେ ଲେଖିଛନ୍ତି, ଜଣେ ରାଜାଙ୍କ ମନ୍ତ୍ରୀ ପିଙ୍ଗକେଶ ଏବଂ ଜୈନ ମୁନି ବିଜୟ ସିମ୍ହାଙ୍କ ଆତ୍ମା ଉପରେ ହୋଇଥିବା ତର୍କ। ମନ୍ତ୍ରୀ ପିଙ୍ଗକେଶ ଜୈନ ମୁନିଙ୍କୁ କୁହନ୍ତି, ତାଙ୍କ ରାଜା ଜଣେ ଡକାୟତକୁ ଗୋଟିଏ ଲୁହା ସିନ୍ଦୁକରେ ବନ୍ଦ କରିଦେଲେ। ସିନ୍ଦୁକ ଚାରିପାଖରୁ ସମ୍ପୂର୍ଣ୍ଣ ନିବୁଜ ଥିଲା। ଯେତେବେଳେ ସିନ୍ଦୁକ ଭିତରେ ଡକାୟତର ମୃତ୍ୟୁ ହେଲା, ସେତେବେଳେ କୌଣସି ଆତ୍ମା ସେହି ସିନ୍ଦୁକରୁ ବାହାରକୁ ବାହାରିଲା ନାହିଁ। ଏହାର ଜବାବରେ ଜୈନ ମୁନି କୁହନ୍ତି, ସେହି ପ୍ରକାର ଜଣେ ଶଙ୍ଖ ବଜାଳିକୁ ସିନ୍ଦୁକ ଭିତରେ ଭର୍ତ୍ତି କରାଯାଇଥିଲା ଏବଂ ସମ୍ପୂର୍ଣ୍ଣ ରୂପେ ନିବୁଜ କରାଯାଇଥିଲା। କିନ୍ତୁ ଯେତେବେଳେ ସେ ଶଙ୍ଖ ବଜାଇଲା, ସେତେବେଳେ ଶଙ୍ଖନାଦ ବାହାରକୁ ଆସିଲା, ଯଦିଓ ସେଥିରେ କୌଣସି ଛିଦ୍ର ନଥିଲା। ଏହାପରେ ମନ୍ତ୍ରୀ ପିଙ୍ଗକେଶ ଅନ୍ୟ ଏକ କଥା କହିଲା ଯେ ରାଜା ଜଣେ ଅନ୍ୟ ଡକାୟତକୁ ଫାଶୀ ଦେଇଥିଲେ। ମୃତ୍ୟୁ ପୂର୍ବରୁ ଏବଂ ମୃତ୍ୟୁ ପରେ ଯେତେବେଳେ ତାକୁ ଓଜନ କରାଗଲା, ସେତେବେଳେ ଓଜନରେ କୌଣସି ପ୍ରଭେଦ ନଥିଲା। ଏଥିରୁ ପ୍ରମାଣିତ ହୁଏ ଆତ୍ମା ବୋଲି କୌଣସି ଜିନିଷ ନାହିଁ। ଏହାପରେ ଜୈନ ମୁନି କହିଲେ, ଗୋଟିଏ ଫୁଲିଥିବା ବେଲୁନ ଏବଂ ଖାଲି ବେଲୁନ ଭିତରେ ଓଜନ ମଧ୍ୟ ସମାନ ହୋଇଥାଏ। ଏହିପରି ଅନେକ ତର୍କ ଦୁହିଁଙ୍କ ଭିତରେ ହୋଇଥିଲା, ଯେଉଁଥିରେ ଜୈନ ମୁନି ମନ୍ତ୍ରୀଙ୍କୁ ହରାଇଥିବା କଥା କୁହାଯାଇଛି। ଆସନ୍ତୁ ଜାଣିବା ପ୍ରାଚୀନ କାଳରେ କେଉଁ ବର୍ଗର ଲୋକମାନେ ଆତ୍ମାକୁ ବିଶ୍ୱାସ କରୁନଥିଲେ। ଯଦିଓ ଯେତେ ସବୁ ଭୌତିକବାଦୀ ଦର୍ଶନ ରହିଛି ସବୁଗୁଡ଼ିକୁ ଚାର୍ବାକ ଦର୍ଶନ କୁହାଯାଏ, କିନ୍ତୁ 1400-1500 ବର୍ଷ ପୂର୍ବରୁ ମୁଖ୍ୟତଃ ଦୁଇଟି ବର୍ଗ ଚାର୍ବାକ ଦର୍ଶନକୁ ମାନୁଥିଲେ। ଯେଉଁମାନେ ଆତ୍ମାକୁ ବିଶ୍ୱାସ କରୁନଥିଲେ ସେମାନେ ହେଲେ ଭୂତ ପଞ୍ଚକବାଦୀନ ଏବଂ ଭୂତ ଚତୁଷ୍ଟୟବାଦୀନ। ଭୂତ ପଞ୍ଚକବାଦୀନ ମାନେ ମାନୁଥିଲେ ଯେତେ ସବୁ ବସ୍ତୁ ଦେଖୁଛେ ବା ଅନୁଭବ କରୁଛେ ସବୁକିଛି ପଞ୍ଚଭୂତରେ ନିର୍ମିତ, ଏପରିକି ଚେତନା ମଧ୍ୟ।
ଯେତେବେଳେ ଆମର ମୃତ୍ୟୁ ହୁଏ ସେତେବେଳେ ଶରୀର ଏହି ପଞ୍ଚଭୂତରେ ବିଲୀନ ହୋଇଯାଏ ଏବଂ ଆମର ଚେତନା ମଧ୍ୟ। କିନ୍ତୁ ଭୂତ ଚତୁଷ୍ଟୟବାଦିନୀ ମାନେ କେବଳ 4 ତତ୍ତ୍ୱକୁ ମାନୁଥିଲେ। ସେମାନେ କହୁଥିଲେ ଆକାଶ ତତ୍ତ୍ୱ ଆମ ଇନ୍ଦ୍ରିୟ ଗ୍ରାହ୍ୟ ନୁହେଁ। ସେଥିପାଇଁ ସେମାନେ ଆକାଶ ତତ୍ତ୍ୱକୁ ମାନୁନଥିଲେ, କାରଣ ସେମାନେ ପ୍ରତ୍ୟକ୍ଷ ପ୍ରମାଣରେ ବିଶ୍ୱାସ କରୁଥିଲେ। ସେମାନେ କହୁଥିଲେ ମନୁଷ୍ୟର ମୃତ୍ୟୁ ପରେ ଆକାଶ ତତ୍ତ୍ୱକୁ ଛାଡ଼ି ଅନ୍ୟ ସମସ୍ତ ତତ୍ତ୍ୱରେ ଶରୀର ଲୀନ ହୋଇଯାଏ। ସେମାନେ ଆତ୍ମାକୁ ମାନୁନଥିଲେ, କିନ୍ତୁ ମାନସିକ ଶକ୍ତିକୁ ବିଶ୍ୱାସ କରୁଥିଲେ। କାଳକ୍ରମେ ଭୂତ ପଞ୍ଚକବାଦିନୀ ମାନେ ସମାପ୍ତ ହୋଇଗଲେ ଏବଂ ଭୂତ ଚତୁଷ୍ଟୟବାଦିନୀ ମାନଙ୍କୁ ଚାର୍ବାକ କୁହାଗଲା। କୁହାଯାଏ ଚାର୍ବାକଙ୍କ ମୁଖ୍ୟ କୌଣସି ରାଜା କିମ୍ବା ଗୁରୁ ନୁହନ୍ତି, ଜଣେ ସାଧାରଣ ବ୍ୟକ୍ତି ଅଜିତ କେଶ କମ୍ବଳି। ଏହି ଅଜିତଙ୍କ ଆଗରେ କେଶ କମ୍ବଳି ଏଇଥିପାଇଁ ଲଗାଯାଏ କାରଣ ସେ କେଶ ନିର୍ମିତ କମ୍ବଳ ଘୋଡ଼ାଇ ହେଉଥିଲେ। ସେ ବୟସରେ ମହାବୀର ଜୈନ ଏବଂ ବୁଦ୍ଧଙ୍କ ଠାରୁ ବୟସ୍କ ଥିଲେ। ତାଙ୍କୁ ଚାର୍ବାକଙ୍କ ନେତା କୁହାଯାଏ। ଅଜିତ କେଶ କମ୍ବଳିଙ୍କର କୌଣସି ରଚିତ ଗ୍ରନ୍ଥ ଉପଲବ୍ଧ ନାହିଁ, କିନ୍ତୁ ବୌଦ୍ଧ ଏବଂ ଜୈନ ଗ୍ରନ୍ଥରେ ତାଙ୍କ ସମ୍ପର୍କରେ ଉଲ୍ଲେଖ ଦେଖିବାକୁ ମିଳେ। ସେଥିରେ ତାଙ୍କୁ ଦେହାତ୍ମବାଦୀ କୁହାଯାଇଛି। ସେଥିରେ ଉଲ୍ଲେଖ ରହିଛି ଅଜିତ କେଶ କମ୍ବଳି କୁହନ୍ତି ଭିକ୍ଷା, ଯଜ୍ଞ ଏବଂ ବଳିଦାନର କୌଣସି ପରିଣାମ ନାହିଁ। ଭଲ ଏବଂ ଖରାପ କର୍ମର କୌଣସି ପରିଣାମ ନାହିଁ। ଏହି ଦୁନିଆର କିମ୍ବା ଅନ୍ୟ କୌଣସି ଦୁନିଆର ଅସ୍ତିତ୍ୱ ନାହିଁ। ମୃତ୍ୟୁ ପରେ ପ୍ରାଣୀମାନଙ୍କର ପୁନର୍ଜନ୍ମ ହୁଏ ନାହିଁ। ନୈତିକ ମାର୍ଗରେ ଯାଉଥିବା ଏବଂ ଭଲ ଅଭ୍ୟାସ କରିଥିବା ଏମିତି କୌଣସି ଶ୍ରମଣ ବା ବ୍ରାହ୍ମଣ ନାହାନ୍ତି ଯିଏ ନିଜ ଚେଷ୍ଟାରେ ପ୍ରାପ୍ତ କରିଥିବା ପ୍ରତ୍ୟକ୍ଷ ଜ୍ଞାନରେ ଏହି ଲୋକ ଏବଂ ପରଲୋକର ବ୍ୟାଖ୍ୟା କରିପାରିବ। ମୂର୍ଖ ଏବଂ ବୁଦ୍ଧିମାନ ଦୁହିଁଙ୍କ ଶରୀର ମୃତ୍ୟୁ ପରେ ନଷ୍ଟ ହୋଇଯାଏ। ମୃତ୍ୟୁ ପରେ କିଛି ରହେ ନାହିଁ। ଏହି କାରଣ ପାଇଁ ଶ୍ରମଣ ଏବଂ ବ୍ରାହ୍ମଣ ଅଜିତ କେଶ କମ୍ବଳିଙ୍କୁ ନିନ୍ଦା କରୁଥିଲେ। ତାଙ୍କୁ ସୁଖବାଦୀ ବୋଲି କହୁଥିଲେ। ସୁଖବାଦୀ ସେଇମାନଙ୍କୁ କୁହାଯାଏ ଯେଉଁମାନେ ନିଜ ସୁଖକୁ ପ୍ରାଧାନ୍ୟ ଦିଅନ୍ତି ଏବଂ ନିଜ ସୁଖ ପାଇଁ ଅନ୍ୟକୁ କଷ୍ଟ ଦେବାକୁ ବି ପଛାନ୍ତି ନାହିଁ। ନିଜ ସୁଖ ପାଇଁ ଅନ୍ୟକୁ ହତ୍ୟା ମଧ୍ୟ କରନ୍ତି। କିନ୍ତୁ ଅଜିତ କେଶ କମ୍ବଳିଙ୍କର ଯେଉଁ ବର୍ଣ୍ଣନା ଦେଖିବାକୁ ମିଳେ ସେ ଜଣେ ସାଧୁ ପ୍ରକୃତିର ଥିଲେ। ଯଦି ସେ ଭୋଗବିଳାସକୁ ପ୍ରଚାର କରିଥାନ୍ତେ ତେବେ ସେ କେବେ କହିନଥାନ୍ତେ ଯେ ଏହି ଦୁନିଆ ଏବଂ ଅନ୍ୟ ଦୁନିଆ ମିଥ୍ୟା ବୋଲି। ଚାର୍ବାକ ଦର୍ଶନର ମୂଳ ସିଦ୍ଧାନ୍ତ ଯଦି ଦେଖିବା, ଭୂତ ଚତୁଷ୍ଟୟବାଦ, ସମ୍ଭବବାଦ, ପ୍ରତ୍ୟକ୍ଷ ପ୍ରାଧାନ୍ୟବାଦ, ଦେହାତ୍ମ୍ୟବାଦ, ଏହି ସମସ୍ତ ବିଚାରକୁ ଆମେ ଭୁଲି ଯାଉଛେ। କିନ୍ତୁ ଚାର୍ବାକଙ୍କର ଗୋଟିଏ ଶ୍ଲୋକ ସମସ୍ତଙ୍କର ମନେ ଅଛି, ଆଉ ସେହି ଶ୍ଲୋକକୁ ସବୁ ଜାଗାରେ ଆମେ କହିଥାଉ। ତାହା ହେଲା ଯାବତ୍ ଜୀବେତ୍ ସୁଖଂ ଜୀବେତ୍ ଋଣଂ କୃତ୍ୱା ଘୃତଂ ପିବେତ୍ ଭସ୍ମୀଭୂତସ୍ୟ ଶରୀରସ୍ୟ ପୁନରାଗମନଂ କୁତଃ। ଅର୍ଥାତ୍ ଯେପର୍ଯ୍ୟନ୍ତ ଜୀବିତ ଅଛ ସୁଖରେ ଜୀଇବା ଉଚିତ। ଶରୀର ଜଳି ଭସ୍ମୀଭୂତ ହେବା ପରେ ପୁଣି ଥରେ ଫେରିବା କିଏ ଦେଖିଛି? ଏହି ଶ୍ଲୋକ ମୂଳତଃ ଏପରି ନୁହେଁ। ମୂଳ ଶ୍ଲୋକରେ ଋଣଂ କୃତ୍ୱା ଘୃତଂ ପିବେତ୍ ସ୍ଥାନରେ ନାସ୍ତି ମୃତ୍ୟୁର ଅଗୋଚରଃ ଏହି କଥା ରହିଛି। ଏହାର ଅର୍ଥ ମୃତ୍ୟୁ ପରେ କିଛି ନାହିଁ। ମୂଳ ଶ୍ଲୋକର ଅର୍ଥ ଯେହେତୁ ମୃତ୍ୟୁ ପରେ ଅନ୍ୟ ଦୁନିଆ ନାହିଁ, ତେଣୁ ଆମକୁ ଏହି ଦୁନିଆରେ ସୁଖ ଭୋଗ କରିବା ଉଚିତ। ଚାର୍ବାକ ଦର୍ଶନର ମୂଳ ସିଦ୍ଧାନ୍ତ କୁହେ ଶରୀର ଏବଂ ଚେତନା 4 ତତ୍ତ୍ୱରେ ଗଠିତ। ପ୍ରତ୍ୟକ୍ଷକୁ ହିଁ ପ୍ରମାଣ ମାନିବା ଉଚିତ। ବେଦରେ ମଧ୍ୟ ଅନେକ ପ୍ରମାଣ ରହିଛି, ଯେପରି ପ୍ରତ୍ୟକ୍ଷ ପ୍ରମାଣ, ଅନୁମାନ ପ୍ରମାଣ, ଉପମାନ ପ୍ରମାଣ, ଆତ୍ମବଚନ, ଅନୁପଲବ୍ଧି ଇତ୍ୟାଦି। ପ୍ରତ୍ୟକ୍ଷ ପ୍ରମାଣ ହେଉଛି ତାହା ଯାହାକୁ ଆମେ ଇନ୍ଦ୍ରିୟ ଦ୍ୱାରା ସିଧା ଜାଣିନେଉ। ଚାର୍ବାକ ଦର୍ଶନ କୁହେ ପ୍ରତ୍ୟକ୍ଷ ହିଁ ପ୍ରମାଣ ଅଟେ। କିନ୍ତୁ ଅନ୍ୟ ଯେଉଁ ପ୍ରମାଣ ଅଛି, ଯେମିତି ଅନୁମାନ ପ୍ରମାଣ, ଅର୍ଥାତ୍ ଯଦି ଆମେ ଧୂଆଁ ଦେଖୁଛେ ତ ଅଗ୍ନି ଥିବାର ଅନୁମାନ କରୁଛେ। ଉପମାନ ପ୍ରମାଣ, ଅର୍ଥାତ୍ ଯଦି କୌଣସି ସତ୍ୟ ଆମେ ଦେଖିଲେ ଏବଂ ତାରି ଭଳି ଅନ୍ୟ ଘଟଣା ଦେଖେ ତେବେ ସେହି ସତ୍ୟକୁ ଆମେ ସେଠି ସ୍ଥାପିତ କରିଦେଉ, ତାହା ହେଉଛି ଉପମାନ ପ୍ରମାଣ। କିନ୍ତୁ ଏହିସବୁ ପ୍ରମାଣ ଚାର୍ବାକ ଦର୍ଶନ ମାନେ ନାହିଁ। ଆଉ ଗୋଟିଏ ସିଦ୍ଧାନ୍ତ ହେଲା ଜପ, ତପ, ପୂଜା, ଯଜ୍ଞ ଏସବୁ କରିବା ଉଚିତ ନୁହେଁ, କାରଣ ଏସବୁ ମୃତ୍ୟୁ ପରେ ଫଳ ଦେଉଥିବା କାର୍ଯ୍ୟ ଏବଂ ମୃତ୍ୟୁ ପରେ କିଛି ନାହିଁ। ଏସବୁ ଭଣ୍ଡାମି। ସେଥିପାଇଁ ଚାର୍ବାକ ଦର୍ଶନ ବୈଦିକ ଧର୍ମର ବିରୁଦ୍ଧରେ ଯାଏ ଏବଂ ଧର୍ମରେ ସେମାନଙ୍କୁ ନାସ୍ତିକ କୁହାଯାଇଛି ଏବଂ ନିନ୍ଦା କରାଯାଇଛି। ଭିଡ଼ିଓ ଆପଣଙ୍କୁ କିପରି ଲାଗିଲା କମେଣ୍ଟ କରି ଜଣାଇବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି। ଜୟ ଜଗନ୍ନାଥ, ଜୟ ସନାତନ।